ଯାତ୍ରା ପୁସ୍ତକ 6 ପର୍ବ। ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ପ୍ରତି ଯାହା କରିବା ତାହା ତୁମେ ଏବେ ଦେଖିବ। କାରଣ ବାହୁବଳ ପ୍ରକାଶିତ ହେଲେ ସେ ଲୋକମାନଙ୍କୁ ଛାଡ଼ିଦେବ ଓ ବାହୁବଳ ପ୍ରକାଶିତ ହେଲେ ଆପଣା ଦେଶରୁ ସେମାନଙ୍କୁ ତଡ଼ିଦେବ। ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, ଆମ୍ଭେ ଜିହୋବା ସଦାପ୍ରଭୁ, ଆମ୍ଭେ ଅବ୍ରାହମ, ଇସାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ। ମାତ୍ର ଆମ୍ଭେ ଆପଣା ଜିହୋବା ନାମରେ ସେମାନଙ୍କୁ ପରିଚୟ ଦେଇନଥିଲୁ। ପୁଣି କିଣାଣ ଦେଶ ଅର୍ଥାତ୍ ଜହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ। ଏବେ ମିଶ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣା ସେହି ନିୟମ ସ୍ମରଣ କରିଅଛୁ। ଏ ନିମନ୍ତେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିଶ୍ରୀୟମାନଙ୍କର ଭାର ବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା। ପୁଣି ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା। ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା। ତହିଁରେ ମିଶ୍ରୀୟମାନଙ୍କର ଭାର ବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ। ଆମ୍ଭେ ଅବ୍ରାହମ ଓ ଇସାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମିତ୍ତ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା। ପୁଣି ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା। ଆମ୍ଭେ ସଦାପ୍ରଭୁ। ଅନନ୍ତର ମୋଶା ଇସ୍ରାଏଲ ସନ୍ତାନଗଣକୁ ତଦନୁସାରେ କହିଲେ ପ୍ରମାଣ। ମାତ୍ର ସେମାନେ ମନ ଦୁଃଖ ଓ କଠିନ ଦାସତ୍ୱ ହେତୁରୁ ମୋଶାଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଯାଇ ମିଶରର ରାଜା ଫାରୋକୁ କୁହ, ତୁମ ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବିଦାୟ କର। ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ମୋ କଥାରେ ମନୋଯୋଗ କରିନାହାନ୍ତି। ତେବେ ଅସୁନ୍ନତ ଓଷ୍ଠ ଯେ ମୋ କଥା ଫାରୋ କି ପ୍ରକାରେ ଶୁଣିବେ? ଏହି ରୂପେ ସଦାପ୍ରଭୁ ମୋଶା ଓ ହାରୋନଙ୍କ ସହିତ ଆଳାପ କଲେ। ପୁଣି ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାର କରି ଆଣିବା ନିମନ୍ତେ ମିଶର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ। ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନର ସନ୍ତାନ ହନୋକ ଓ ପଲ୍ଲୁ ଓ ହିସ୍ରୋନ ଓ କର୍ମୀ, ଏମାନେ ରୁବେନର ବଂଶ। ପୁଣି ସିମିୟନର ପୁତ୍ର ଜିମୁଏଲ ଓ ଜାମିନ ଓ ଓହଦ ଓ ଜାଖିନ ଓ ସୋହର ଓ କିଣାନିଆ ସ୍ତ୍ରୀର ପୁତ୍ର ସୌଲ, ଏମାନେ ସିମିୟନର ବଂଶ। ବଂଶାବଳୀ ଅନୁସାରେ ଲେବିର ପୁତ୍ରମାନଙ୍କର ନାମ ଗୋସନ ଓ କହାତ ଓ ମରାରୀ। ଲେବିର ବୟସ 137 ବର୍ଷ ଥିଲା। ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ସନର ସନ୍ତାନ ଲିବନି ଓ ସିମିଇ। ପୁଣି କହାତର ସନ୍ତାନ ଅମ୍ରମ ଓ ଜିସିହର ଓ ହିବ୍ରୋଣ ଓ ଉସିଏଲ। ସେହି କହାତର 133 ବର୍ଷ ବୟସ ହୋଇଥିଲା। ମରାରୀର ସନ୍ତାନ ମହଲି ଓ ମୁସି, ଏମାନେ ବଂଶାବଳୀ ଅନୁସାରେ ଲେବିର ବଂଶ। ପୁଣି ଅମ୍ରମ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ ସେ ତାହାର ଔରସରେ ହାରୋନକୁ ଓ ମୋଶାଙ୍କୁ ପ୍ରସବ କଲା। ସେହି ଅମ୍ରମର ଆୟୁ 137 ବର୍ଷ ଥିଲା। ଜିସିହର ସନ୍ତାନ କୋରହ ଓ ନେଫରା ଓ ସିଖ୍ରି। ପୁଣି ଉସିଏଲର ସନ୍ତାନ ମିସାଏଲ ଓ ଇଲିସାଫନ ଓ ସିଥ୍ରି। ପୁଣି ହାରୋନ ଅମ୍ମାଦିନା ଦବର କନ୍ୟା ନୁହସନର ଭଗିନୀ ଇଲିସାବାକୁ ବିବାହ କଲେ। ତହିଁରେ ସେ ତାଙ୍କର ଔରସରେ ନାଦବ ଓ ଅବିହୁ ଓ ଇଲିସାର ଓ ଇଥାମରକୁ ପ୍ରସବ କଲା। ପୁଣି କୋରହର ସନ୍ତାନ ଅସିର ଓ ଇଲକାନା ଓ ଅବିୟାସପ, ଏମାନେ କୋରହର ବଂଶ। ପୁଣି ହାରୋନଙ୍କର ପୁତ୍ର ଇଲିଆସର ଫୁଟିଏଲର ଏକ କନ୍ୟାକୁ ବିବାହ କରନ୍ତେ ସେ ତାଙ୍କର ଔରସରେ
ପିନହସକୁ ପ୍ରସବ କଲା। ସେମାନେ ଲେବୀୟମାନଙ୍କର ବଂଶ ଭେଦାନୁସାରେ ସେମାନଙ୍କର ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଏଇ ଯେ ହାରଣ ଓ ମୂଷା, ଏମାନଙ୍କୁ ସଦାପ୍ରଭୁ କହିଲେ, ତୁମେମାନେ ସୈନ୍ୟାଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗୁଡ଼ିକୁ ମିଶ୍ର ଦେଶରୁ ବାହାର କରି ଆଣ। ଏମାନେ ମିଶ୍ରରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶ୍ରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେ ମୂଷା ଓ ହାରଣ। ଯେଉଁଦିନ ସଦାପ୍ରଭୁ ମିଶ୍ର ଦେଶରେ ମୂଷାଙ୍କ ସହିତ ଆଳାପ କଲେ, ସେହିଦିନ ସଦାପ୍ରଭୁ ମୂଷାଙ୍କୁ ଏହି କଥା କହିଲେ, ଆମ୍ଭେ ତୁମକୁ ଯାହା ଯାହା କହୁ ତାହା ସବୁ ମିଶ୍ରୀୟ ରାଜା ଫାରୋକୁ କୁହ। ତହିଁରେ ମୂଷା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, ଅସୁନ୍ନତ ଓଷ୍ଠ ଯେ ମୁଁ, ମୋ କଥା ଫାରୋ କି ପ୍ରକାରେ ଶୁଣିବେ?